ଦେଖୁଛନ୍ତି କେମିତି ଜଣେ ବୟସ୍କ 80 ବର୍ଷର ଉର୍ଦ୍ଧ୍ୱ ଲୋକ କେମିତି ଗଛ ମୂଳେ ଛାଇ ତଳେ ବସି କ'ଣ ଭାବନା ଭିତରେ ଅଛନ୍ତି। ପିଲାଦିନ କଥା ଭାବୁଛନ୍ତି କି ୟଙ୍ଗ କଥା ଭାବୁଛନ୍ତି କି ବର୍ତ୍ତମାନ ସମୟ ଲାଷ୍ଟ ସମୟ କଥା ଭାବୁଛନ୍ତି। ଦେଖିବା ତାଙ୍କୁ ଦେଖନ୍ତୁ ଦେଖନ୍ତୁ କେମିତି ଛାଇ ତଳେ ନଡ଼ିଆ ଗଛ ମୂଳେ ବସୁଛନ୍ତି। ଆହା ହା ହା କି ସୁନ୍ଦର ପୋଜିସନ୍ ନା କି ବୋଲଟି କ'ଣ ଗୋଟେ ବୋତଲଟା ବଣ ଜଙ୍ଗଲ ଭିତରେ ମୋତେ ଭୟ ଲାଗୁଛି ତା ଭିତରେ ପଶିବାକୁ। ମୋତେ ଭୟ ଲାଗୁଛି ତା ଭିତରେ ପଶିବାକୁ। କ'ଣ କରୁଛ? ଗଞ୍ଜି ଦେଇ କରୁଛ? ଏଠି କାହିଁ ବସ ଛାଇ ତଳେ? ଏଠି ଛେଳି ଚରୁଛି। ଛେଳି ଚରୁଛି? କ'ଣ ଖାଉଛ ଟି? ବୟସ କେତେ ହେଲା? 85। ତମ ୟଙ୍ଗ ବୟସ କଥା ମନେ ପଡ଼ୁଛି? ମନେ ପଡ଼ିଲେ କ'ଣ ହବ? ଛୋଟବେଳ କଥା? ସେଇ ସବୁ ଛୋଟବେଳ କଥା ବଡ଼ବେଳ କଥା ମନେ ପଡ଼ୁଛି? ମନେ ପଡ଼ିଲେ କ'ଣ ହବ? ଆଉ ତ ନାହିଁ ଉଠା ବଳ କମିଗଲା। ଆଉ ମୁଁ ଖାଲି ଏଇଠି ଯାଇ ହେରି ଭୁବନା ଜଣାପୁର ଭଇଖିଆ ଏଇଠି 4-5 ଜଣ କାମ କରୁଛନ୍ତି। ହେରା ଦାଦି ସେ ଝଡ଼ିଗଲେଣି। ଗୋଟେ କ'ଣ ମିସ୍ତ୍ରୀ ହେଲା କ'ଣ ନା ଆମେ 2ଟା ହେଲେ ସେ ଗୋଟେ ହେଇଥିଲା। ବାଡ଼େଇକି ଛତୁ କରିଦେବ ଆମ ଠାକୁର ଆଇଲା। ପଟା ଖେଳିବାକୁ ପଠାଣ ହେଇଥିଲା। ପଠାଣକୁ ଦାବି ତଳା କରୁଛନ୍ତି। ପଟା ଖେଳ ପୁରା ମସ୍ତ ମାଷ୍ଟର। ଭୋପାଲ ପେଣ୍ଡାରେ ହାତ ବାଡ଼େଇକି ଆଉ ଖୁଆରେ ହାତ ବାଡ଼େଇକି କେମିତି କ'ଣ ଦେଖାନ୍ତି ହାତ ଏ ଯେଉଁ ଖୁଆରେ କେମିତି ହାତ ବାଡ଼ାନ୍ତି? ଭୋପାଲ ବଢ଼ିଆ ଆଉ। ଏଇନା କିନ୍ତୁ ସେ କଥା ମନେ ପଡ଼ିଲେ ଭାରି ଦୁଃଖ ଲାଗୁଥିବ ନା? ହଁ ମନ ମନ ଖେଳୁଛ? ଆଉ ତମେ ଯେଉଁ ଧୂଳିକି ବଜାଅ, ଧୂଳିକି ବଜାଉଛ? ଆମକୁ ଟିକେ ଧୂଳିକି ଶିଖେଇ ଦେଲେ ହନ୍ତାନି? ମନ ଦେଲା ଧୂଳିକି ବଜାଉଥିବ ଆଉ। ଧୋବା କୋଳ ଜାନ ସବୁ ପାଠ କରିଛି। ଲୁଗା ଖଣ୍ଡେ କାଟିନି କରନ ଆଉ। ଇଏ ତମ ବାଡ଼ି ବୋଧେ? ମସ୍ତ ସରୁଆ ଠେଙ୍ଗଣା ବାଡ଼ିଟା। ବଢ଼ିଆ ବାଡ଼ିଟା ହେଇଛି ଏଟା। ଏଇଟା ବଢ଼ିଆ କାମ ଦେଉଥିବ ଆଉ। କିଏ ତମେ ତ ପଟା ଖେଳ ଲୋକ ଯେ ସେଇ ବାଡ଼ି ତମକୁ ମାନେ 10ଟା ଲୋକଙ୍କୁ ଆଠେଇଦେବ। ହଁ ହଁ ସେ ପଠାଣ ଗୋଟେ ଖଣ୍ଡା ବୁଲଉଥିଲା। ଇଏ ସିଏ ଫି ସବୁ ଦାଦି ଇଏ ଖାଲି ଟିକେ ଫୁଟିକି ମାରିକି ବାହାରି ପଡ଼ିଲେ ଆମେ ସବୁ ବାହାରି ପଡ଼ିବୁ। ଶଳା ଯୁଗଳ କହୁଛି ବୁଢ଼ା ଲୋକ ସେ କହୁଛି ଫୁଟିବାରେ ସେ ଫୁଟିବାରେ ଆଉ କୁଆଡ଼େ ବାଜିବ କ'ଣ ହେବ ନା ନାହିଁ। ମୁଁ ତ ଇୟା କହିକି ଯାଇଛି। ସେ ମାଷ୍ଟର ଦେଖିଥିଲା ଆଉ କହିଲା ତମେ ଭାଇ ଜାଣିଛ? ମୁଁ କହିଲି ନାଇଁ କିଛି ଜାଣିନି, ଇଚ୍ଛା ମନ୍ତ୍ର ଜାଣିନି। ଆଚ୍ଛା ହଉ। ସିଏ ଆଉ ତାକୁ ଛିଡ଼ିଲେ ତ ସଲାମି ଦଣ୍ଡ ଦେଲେନି। ସେତେବେଳେ ମୁଁ ରବି ହେଲେ କାହିଁରେ କ'ଣ ଆଉ ସେଟା ସାର୍କୁ ଡାକିକି ଆଣିଛି ଯୋଡ଼ା। ସେଟା ତିର୍ତ୍ତୋଳପୁରରୁ ଗୋଟେ ହରିପୁରରୁ ଗୋଟେ ଗଉଡ଼, ସୁବର୍ଣ୍ଣା ଫୁଲୁପାଳ ବାଞ୍ଛବେହେରା ପୁଅ ନାତି। ସିଏ ଦେଖିଦେଲା କହୁଛି ବାପା ତମେ ଆଇଛ? ମୁଁ କହିଲି ହଁ ଏଇଠି ମୁଁ ଦେଖୁଛି। ହଉ ଦେଖିବା ଆଉ କିଛି ସଲାମ ଦଣ୍ଡ କିଛି ନ ଦେଇ ସଲାମ ଦଣ୍ଡ ଦେଇନି ବାଜାବାଲାକୁ ମାରିଦେଲା ଫୁଟିକି ଆଉ। ଫୁଟିକି ମାରି ଚାଲିଟା କରିଦେଇକିରି ଆଇଲା। ମାଷ୍ଟର ଚାହିଁଛି। ଆଚ୍ଛା କହିଲ ରଥ କହନ୍ତି ତମେ ଯେଉଁ ଆଗ ଟୋକା ବେଳେ ଯେଉଁ ଖାଦ୍ୟ ଖାଉଥିଲ ଏଇନା ଯାଉଛି ସେତକ ଖାଦ୍ୟ? ଯାଉନି ଖାଦ୍ୟ ନା? ୟଙ୍ଗ ବେଳେ କେତେ ମସ୍ତ ଖାଦ୍ୟ ଖାଇଥିବ ନାଇଁ? ସେଇଠୁ ଗଲା ଯେମିତି ଗଲା ମୁଁ କହିଲି ହେଇ ଏଇ ଗୋଟେ ସାରଟା ହେଇଛି ଏସବୁ ଆଉ ସଲାମ ଦଣ୍ଡ ଦେଇନାହାନ୍ତି। ମୁଁ ସେଇଠି ଗଲି ଫୁଟିକି ମାରିକି ବାହାରି ପଡ଼ିଲି ଆଉ। ଆଗ ପୁଞ୍ଚି ଖେଳଟା ଦେଖିଦେଲି ଆଉ। ପୁଞ୍ଚି ଖେଳ ଦେଇକି ସଲାମ ଦଣ୍ଡ ମାରିଲି। ସଲାମ ଦଣ୍ଡ ମାରିଲା କହିଲା ମୁଁ କହିଲି ନାଇଁ ସାର୍ ମୁଁ କିଛି ଜାଣିନି। ଏ ହେଲା ଯେତେବେଳେ ତାଙ୍କ ଛୁଆ ଆସିଲେ ଗୋଟେ ତଡ଼ା ଧରିକି ବୁଲେଇଲେ ଗୋଟେ ଏତିକି ଗୋଟେ ତଡ଼ା ପଡ଼ିଥିଲା।
ଗୋଡ଼ ହଁ ଧରିକି ତ ଦି ଘେରା ବୁଲେଇ 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 ଯଦି ଛାଡ଼ିଦେଲି ଉପରକୁ ତଡ଼ାକୁ ହଁ ଶିବା କହିଲା ବାପା ଛାଡ଼ିଦେଲା ସିନା ହଁ ଯଦି ଉପରେ ଫୁଟେ ତାଳ ଫଳ ଫଟେଇଦ ସିଏ ମୋଠୁ ଦେଢ଼ ହାତ ଉଠିଗଲା ଉପରକୁ ହୁଁ ଧରିକି ତଡ଼ାଟା ଧରି ପଡ଼ିଲା। ହୁଁ ମୁଁ ସେଠି ତାকে ରଖିଲି କାହିଁ ତଡ଼ାଟା ଧରିଲି ନା ଉପରେ ପଡ଼ିଯାଇଥିଲା କ'ଣ ହେଇଥିଲା ଧରି ସେ ତଡ଼ା ସେଠି ବୁଲିଲା ବାହାନ ଘର ଯେତେବେଳେ କାଟିଲା ଶୁବା ହଁ ଆଉ ଥୋଡ଼ି ପୁଅ କାଢ଼ି ପାଇଲା ହଁ ହଁ କହିଲା ଛଡ଼ି ବାଡ଼ିଆ ହଁ ନାଇଁ ନାଇଁ ଏଇ ତଡ଼ରେ ବାହାନ ଘର କଟା ହବ ଛଡ଼ି ବାଡ଼ି କଲା ଗଲେ ନା ତାହେଲେ ଆଉ ହବନି ଯାଇ ଖେଳିଲେ ଟିକିଟା ଆମେ ତାହେଲେ ଏମିତି କଥା ନା ଯାହା ସିଏ ସମୟ କଥା ମନେ ପଡ଼ିଲେ ଦୁଃଖ ଲାଗୁଥିବ ନା। ଦୁଃଖ ଲାଗିବନି ଦୁଃଖ ଲାଗିବ ସବୁ ହଉ ଦୁଃଖ ସୁଖ ବା ଦିଆଡ଼ୁ। ହଉ ରହୁଛି ତମେ ତମ କର୍ମରେ ଲାଗ ଟିକେ ଭୋଳା ବାବାଙ୍କୁ ଡାକ ଗଞ୍ଜେଇ ଟିକେ ଦରକାର ନା ଗଞ୍ଜେଇ ଖରାପ ଜିନିଷ ନୁହେଁ। ଗଞ୍ଜେଇର ମାନେ ହେଉଛି ଗରେ କ'ଣ ପଡ଼ିବ ଗଞ୍ଜେଇର ପ୍ରଥମ ଅକ୍ଷର ଗ ଗଭୀର ଆସ୍ଥା ମାନେ ଗଭୀର ଜ୍ଞାନ ଗରେ ଅଞ୍ଜରେ ପଡ଼ିବ ଜଞ୍ଜାଳ ମୁକ୍ତ ନା ନାଇଁ ଇରେ ଈଶ୍ୱର ପ୍ରାପ୍ତି ନା ନାଇଁ ଗଞ୍ଜେଇ ହଁ ହଉ ଦର୍ଶକ ବନ୍ଧୁ ରହୁଛି ଦେଖିଲେ ତ 85 ବର୍ଷର ବୟସ୍କ ଜଣେ କେମିତି ଛେଳି ଚରାଉଛନ୍ତି ତା ସହିତ ଟିକେ ବସିକି ଏ ଛାଇର ଖରା ସମୟର ଯେଉଁ ଛାଇ ଗଛ ତଳର ମଜା ଉଠାଉଛନ୍ତି ତା ସହିତ ପ୍ରଭୁ ହର୍ତ୍ତାକର୍ତ୍ତା ଦୈବ ବିଧାତା ଭୋଳା ବାବାଙ୍କୁ ଟିକେ ଡକା ହେଉଛି। ଭୂମ ଭୂମ ଭୋଳାନାଥ ଘେବାସ ବିଘ୍ନନାଥ ନିରଙ୍କଟ ବାହିନୀ ଯେକରି ତାହି ଯୁଗୁରୁ ବାୟୁ ଓମ୍ ଶିବାତ୍ମ ଭୋକଟା ଦଉନ ଗୋଟେ ଭୋକଟା ଦବ ନା ଆଗେ ନିଆଁ ଲଗେଇଲେ ଲଗାଅ ନିଆଁ ଯାହା ହେଉଛି ଲଗାଅ ନିଆଁ ବୋପାଲ ଦେଖି ଆମ ଆଡ଼ିକି ଟିକେ ଧୂଆଁ ଛାଡ଼ିଦିଅ ବୋପାଲ କେତେ ଆନନ୍ଦ ଲାଗୁଛି ନା ଭଗବାନ ଭୋଳା ବାବାକୁ ଡାକିଲେ ଏଇ ବା ହେଉଛି ହଁ ଗଭୀର ଜ୍ଞାନ ଆଉ ଜଞ୍ଜାଳ ମୁକ୍ତି ନାଇଁ ଜଞ୍ଜାଳରୁ ମୁକ୍ତି ହଁ ଜଞ୍ଜାଳ ମୁକ୍ତି ତାପରେ ହେଲା ଈଶ୍ୱର ପ୍ରାପ୍ତି ଦେଖିଲେ ତ ସୁନ୍ଦର ରହୁଛି। ନମସ୍କାର ନେକ୍ସଟ ଭିଡ଼ିଓ ପୁଣି ଦେଖା ହେବା ସେତେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅ।